ପିଲାମାନେ ଏହି ଭିଡ଼ିଓରେ ଆମେ ତୁମ ଇଂଲିଶ ବୁକ୍ର ଦ ଜ୍ୟାକେଲ୍ ଆଣ୍ଡ ଦ ରୁଷ୍ଟର ଚାପ୍ଟରର SGP1 ସମସ୍ତ କମ୍ପ୍ରେନ୍ସନ୍ କ୍ୱେଶ୍ଚିନ୍ସ ଗୁଡ଼ିକର ଆନ୍ସର ଗୁଡ଼ିକ ପ୍ରାକ୍ଟିସ୍ କରିବା। ଦେଖ ପିଲାମାନେ, ନମ୍ବର 1, ହୁ ଆର୍ ଦେୟାର ଇନ୍ ଦ ଷ୍ଟୋରି? ଏହି ଗପରେ କିଏ ସବୁ ଅଛନ୍ତି? ଆନ୍ସର, ଦେୟାର ଆର୍ ଏ ଜ୍ୟାକଲ୍ ଆଣ୍ଡ ଏ ରୁଷ୍ଟର ଇନ୍ ଦ ଷ୍ଟୋରି। ଏହି ଗପରେ ଏକ ଶୃଗାଳ ବା ବିଲୁଆ ଏବଂ ଏକ କୁକୁଡ଼ା ବା ଗଞ୍ଜା ଅଛନ୍ତି। ନମ୍ବର 2, ହ୍ୱାଟ୍ ୱାଜ୍ ଦ ରୁଷ୍ଟର ଲାଇକ୍? ଗଞ୍ଜାଟି କାହା ପରି ଥିଲା? ଆନ୍ସର, ଦ ରୁଷ୍ଟର ୱାଜ୍ ଲାଇକ୍ ଏ କିଙ୍ଗ। ଗଞ୍ଜାଟି ଏକ ରାଜା ପରି ଥିଲା। ନମ୍ବର 3, ହ୍ୱାଟ୍ ଡିଡ୍ ଇଟ୍ ଡୁ ୟାର୍ଲି ଇନ୍ ଦ ମର୍ଣ୍ଣିଂ? ବଡ଼ି ଭୋରୁ ଏହା କ'ଣ କରୁଥିଲା? ଆନ୍ସର, ୟାର୍ଲି ଇନ୍ ଦ ମର୍ଣ୍ଣିଂ ଇଟ୍ ଗଟ୍ ଅପ୍, sat on a high place and sang non-stop କୁକୁଡୁଡ୍ଲୁଡୁ। ବଡ଼ି ଭୋରୁ ଏହା ଉଠି ପଡ଼ୁଥିଲା ଏବଂ ଏକ ଉଚ୍ଚ ସ୍ଥାନରେ ବସି ଅନବରତ ଭାବରେ କୁକୁଡୁଡୁଲୁ ହେଇକିନା ଗୀତ ଗାଉଥିଲା। ନମ୍ବର 4, ହ୍ୱାଟ୍ ଡିଡ୍ ଇଟ୍ ନୋ? ଏହା କ'ଣ ଜାଣିଥିଲା? ଆନ୍ସର, ଦ ରୁଷ୍ଟର ନ୍ୟୁ ଦ୍ୟାଟ୍ its song was much better than the songs of the other roosters in its locality. ଗଞ୍ଜାଟି ଜାଣିଥିଲା ଯେ ତାହାର ସଙ୍ଗୀତ ତାହାର ଆଖ ଅଞ୍ଚଳରେ ଥିବା ଅନ୍ୟ ଗଞ୍ଜାମାନଙ୍କର ଗୀତଠାରୁ ବହୁତ ଭଲ ଥିଲା ବୋଲି। ନମ୍ବର 5, ଇଜ୍ ଇଟ୍ ଟ୍ରୁ ଦ୍ୟାଟ୍ ଦ ରୁଷ୍ଟର୍ସ ସଙ୍ଗ ୱାଜ୍ ବେଟର ଦ୍ୟାନ୍ ଦ ସଙ୍ଗସ୍ ଅଫ୍ ଅଦର ରୁଷ୍ଟର୍ସ? ଏହା ସତ ଥିଲା କି ଗଞ୍ଜାଟିର ସଙ୍ଗୀତ ଅନ୍ୟ ଗଞ୍ଜାମାନଙ୍କର ସଙ୍ଗୀତ ଠାରୁ ଭଲ ଥିଲା ବୋଲି? ଆନ୍ସର, yes, it is true that the rooster's song was better than the songs of other roosters. ହଁ, ଏହା ସତ ଥିଲା ଯେ ଗଞ୍ଜାଟିର ସଙ୍ଗୀତ ଅନ୍ୟ ଗଞ୍ଜାମାନଙ୍କର ସଙ୍ଗୀତ ଠାରୁ ଭଲ ଥିଲା ବୋଲି। ନମ୍ବର 6, ହ୍ୱାଟ୍ ଡିଡ୍ ଇଟ୍ ୱାଣ୍ଟ ଇଟ୍ସ ସଙ୍ଗ ଟୁ ବି? ଏହା ତାର ଗୀତକୁ କ'ଣ କରିବା ପାଇଁ ଚାହୁଁଥିଲା? ଏହା ମାନେ କି ଗଞ୍ଜାଟି ତା ଗୀତକୁ କ'ଣ କରିବା ପାଇଁ ଚାହୁଁଥିଲା? ଲେଖିବା ପିଲା ଆନ୍ସର ଏବେ। ଇଟ୍ ୱାଣ୍ଟେଡ୍ ଟୁ ମେକ୍ ଇଟ୍ ସଙ୍ଗ ଷ୍ଟିଲ୍ ବେଟର, ଲାଉଡର ଆଣ୍ଡ କ୍ଲିଅର। ଏବେ ମଧ୍ୟ ସେ ଚାହୁଁଥିଲା ଯେ ତାର ଗୀତକୁ ଆହୁରି ସୁନ୍ଦର, ଉଚ୍ଚତର ଏବଂ ସ୍ପଷ୍ଟ କରିବା ପାଇଁ। ନମ୍ବର 7, ଡିଡ୍ ଇଟ୍ ନୋ ହାଉ ଟୁ ଡୁ ଦିସ୍? ଏହା ସେ କିପରି କରିବ ସେ ଜାଣିଥିଲା କି? ଆନ୍ସର, ନୋ, ଇଟ୍ ଡିଡ୍ ନଟ୍ ନୋ ହାଉ ଟୁ ଡୁ ଦିସ୍। ନା, ସେ ଏହା କିପରି କରିବ ଜାଣିନଥିଲା। ନମ୍ବର 8, ଦ ଜ୍ୟାକଲ୍ thought the rooster would fly away if it tried to catch it. Why? ବିଲୁଆଟି ଭାବିଲା ଯେ ମୁଁ ଯଦି ଗଞ୍ଜାକୁ ଧରିବା ପାଇଁ ଚେଷ୍ଟା କରିବି ଏହା ଉଡ଼ିକି ପଳାଇବ। କାହିଁକି? ଆନ୍ସର, ଦ ଜ୍ୟାକେଲ୍ thought the rooster would fly away if he tried to catch it because similar incident had happened before. When it tried to catch a rooster, it flew off to a tree. ବିଲୁଆଟି ଭାବିଲା ଯେ ମୁଁ ଯଦି ଗଞ୍ଜାଟିକୁ ଧରିବା ପାଇଁ ଯିବି ତାହେଲେ ଏହା ଉଡ଼ି ପଳାଇବ, କାରଣ ତା ସହିତ ପୂର୍ବରୁ ଏଇଭଳି ଘଟଣା ଘଟି ସାରିଥିଲା। ଯେତେବେଳେ ସେ ଗୋଟେ ଗଞ୍ଜାକୁ ଧରିବା ପାଇଁ ଯାଇଥିଲା ତାହା ଉଡ଼ିକି ଗଛ ଉପରକୁ ପଳାଇଥିଲା। ନମ୍ବର 9, ଡିଡ୍ ଦ ଜ୍ୟାକେଲ୍ ହାଭ୍ ସିମିଲାର ଏକ୍ସପିରିଏନ୍ସେସ୍ ବିଫୋର? ବିଲୁଆଟିର ସମାନ ଅଭିଜ୍ଞତା ପୂର୍ବରୁ ଥିଲା କି? ଆନ୍ସର, ୟେସ୍, ଦ ଜ୍ୟାକେଲ୍ ହାଡ୍ ସିମିଲାର ଏକ୍ସପିରିଏନ୍ସେସ୍ ବିଫୋର। ହଁ, ବିଲୁଆର ପୂର୍ବରୁ ଏହି ସମାନ ଭଳି ଅଭିଜ୍ଞତା ରହିଥିଲା। ନମ୍ବର 10, ହ୍ୱାଟ୍ ଡିଡ୍ ଦ ଜ୍ୟାକେଲ୍ ସଜେଷ୍ଟ ଦ ରୁଷ୍ଟର ଟୁ ମେକ୍ ଇଟ୍ସ ସଙ୍ଗ ବେଟର? ତାର ସଙ୍ଗୀତକୁ ଭଲ କରିବା ପାଇଁ
ବିଲୁଆଟି ଗଞ୍ଜାକୁ କ'ଣ ଉପଦେଶ ଦେଲା? ଆନ୍ସର୍, To make the rooster's song better, the jackal suggested it to sing closing its eyes. ତାର ଗୀତକୁ ଆହୁରି ଭଲ କରିବା ପାଇଁ ବିଲୁଆଟି ଗଞ୍ଜାକୁ ଆଖି ବନ୍ଦ କରି ଗୀତ ଗାଇବା ପାଇଁ ଉପଦେଶ ଦେଲା। ନମ୍ବର 11, Why did the jackal call the rooster great, handsome, king like rooster? କାହିଁକି ବିଲୁଆଟି ଗଞ୍ଜାକୁ ମହାନ, ସୁନ୍ଦର ଏବଂ ଏକ ରାଜା ପରି ହୋଇଥିବା ଗଞ୍ଜା ବୋଲି କହିଲା? ଆନ୍ସର୍, The jackal called the rooster great, handsome, king like rooster because the jackal was flattering the rooster to make its meal. ବିଲୁଆ ଗଞ୍ଜାକୁ ମହାନ, ସୁନ୍ଦର ଏବଂ ରାଜା ପରି ହୋଇଥିବା ଗଞ୍ଜା ବୋଲି କହିଲା କାରଣ ସେ ତାକୁ ତାର ଖାଦ୍ୟ କରିବାକୁ ଚାହୁଁଥିଲା ଏହିଭଳି ପ୍ରଶଂସା ମାଧ୍ୟମରେ। ଥ୍ୟାଙ୍କ ୟୁ।